ଆପଣଙ୍କର ଏରିଆରେ ବି ପଚାରନ୍ତୁ, ପଚାରିକି ବୁଝନ୍ତୁ ଏବେ ବର୍ତ୍ତମାନ ସୁଭଦ୍ରା ଯୋଜନାର ଷ୍ଟାଟସ୍ କୌଣସି ସିଏସସି ବାଲା କିମ୍ବା ମୋ ସେବା କେନ୍ଦ୍ର ବାଲା ଚେକ୍ କରିପାରୁନାହାନ୍ତି। ଆଉ ଏ ଷ୍ଟାଟସ୍ ଆପଣମାନେ ନିଜେ କେମିତି ଚେକ୍ କରିବେ ପୁରା କମ୍ପ୍ଲିଟ୍ ଡିଟେଲ୍ସରେ ଭିଡ଼ିଓରେ କହିବି, ତ ଭିଡ଼ିଓକୁ ଜମା ସ୍କିପ୍ କରିବେ ନାହିଁ। ଚାଲନ୍ତୁ ମୁଁ ଆପଣମାନଙ୍କୁ ଲାଇଭ୍ ଦେଖେଇଦେବି ଆଉ ସେଇଠି ଆପଣମାନଙ୍କୁ କହିଦେବି ଆପଣମାନେ ନିଜ ଷ୍ଟାଟସ୍ ନିଜେ କେମିତି ଚେକ୍ କରିବେ। ନମସ୍କାର ଫ୍ରେଣ୍ଡ, ପୁଣି ଥରେ ସ୍ୱାଗତ କରୁଛି ଆଜିର এই ଭିଡ଼ିଓକୁ। ଫ୍ରେଣ୍ଡ ପୂର୍ବ ଭିଡ଼ିଓରେ ମୁଁ କହିଥିଲି ସୁଭଦ୍ରା ଯୋଜନାର ଷ୍ଟାଟସ୍ ଯଦି ଚେକ୍ କରିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଆପଣଙ୍କର ଆପ୍ଲିକେସନ୍ ନମ୍ବର ମୋତେ ମେଲ୍ କିମ୍ବା ହ୍ୱାଟ୍ସଆପ୍ କରନ୍ତୁ, ମୁଁ ଆପଣମାନଙ୍କ ଷ୍ଟାଟସ୍ ଚେକ୍ କରିକି ଆପଣମାନଙ୍କ ସ୍କ୍ରିନଶଟ୍ ସେୟାର କରିଦେବି ବୋଲି କହିଥିଲି। କିନ୍ତୁ ଫ୍ରେଣ୍ଡ ଏବେ ବର୍ତ୍ତମାନ ସୁଭଦ୍ରା ପୋର୍ଟାଲରେ ଷ୍ଟାଟସ୍ ଚେକ୍ କରିବା ପାଇଁ ହଟି ଯାଇଛି। ଏବେ ବର୍ତ୍ତମାନ ସୁଭଦ୍ରା ଯୋଜନାର ଗୋଟେ ଅପଡେଟ୍ ଆସିଛି ଯେ ଏବେ ବର୍ତ୍ତମାନ କୌଣସି ସିଏସସି ବାଲା କିମ୍ବା ମୋ ସେବା କେନ୍ଦ୍ର ବାଲା ଆପଣମାନଙ୍କ ଷ୍ଟାଟସ୍ ଚେକ୍ କରିପାରିବେ ନାହିଁ। ଆପଣମାନେ କେମିତି ଷ୍ଟାଟସ୍ ଚେକ୍ କରିବେ ପୁରା କମ୍ପ୍ଲିଟ୍ ଡିଟେଲ୍ସରେ ଭିଡ଼ିଓରେ କହିବି, ଭିଡ଼ିଓକୁ ଦେଖୁଥାନ୍ତୁ। ଯେଉଁ ବି ଭାଇ ଭଉଣୀମାନେ ସେପ୍ଟେମ୍ବର 30ରୁ ଅକ୍ଟୋବର 1 ଭିତରେ ପଠାଇଥିଲେ ତାଙ୍କର ଆପ୍ଲିକେସନ୍ ନମ୍ବର ସମସ୍ତଙ୍କର ମୁଁ ଚେକ୍ କରିକି ପଠାଇ ଦେଇଛି। 1000 ପରେ ହେବ ମୁଁ ସେମାନଙ୍କ ଷ୍ଟାଟସ୍ ଚେକ୍ କରିକି ମୁଁ ତାଙ୍କୁ ରିପ୍ଲାଏ କରିଦେଇଛି, ସେମାନଙ୍କ ସ୍କ୍ରିନଶଟ୍ ମୁଁ ଦେଇଦେଇଛି। କିନ୍ତୁ ଯେଉଁମାନେ ବି ଅକ୍ଟୋବର 1 ରାତିରୁ ଆଜି ଯାଇକି ପଠାଇଛନ୍ତି ସେମାନଙ୍କର ଆପ୍ଲିକେସନ୍ ନମ୍ବର ସେମାନଙ୍କ ଷ୍ଟାଟସ୍ ଚେକ୍ ହେଇପାରୁନି। ବହୁତ ଭାଇ ଭଉଣୀମାନଙ୍କର ମେଲ୍ ଆସିଛି, ମେଲ୍ ପୁରା ଭରି ଯାଇଛି, ମିନିମମ୍ 800-900 ମେଲ୍ ପଡ଼ିଛି। ଆଉ ହ୍ୱାଟ୍ସଆପ୍ରେ 300-400 ଭଳିଆ ମେସେଜ୍ ଆସିଛି, ସମସ୍ତଙ୍କୁ ଷ୍ଟାଟସ୍ ଚେକ୍ କରିବା ପାଇଁ ରିକ୍ୱେଷ୍ଟ କରୁଛନ୍ତି। କିନ୍ତୁ ଆପଣମାନଙ୍କୁ ଏତିକି ଅନୁରୋଧ କରୁଛି, ଭୁଲ ବି ମାଗୁଛି, କାହିଁକିନା ଏବେ ସୁଭଦ୍ରା ପୋର୍ଟାଲରେ ଏବେ ଷ୍ଟାଟସ୍ ଚେକ୍ କରିବା ଅପସନ୍ ହଟି ଯାଇଛି। ଆପଣମାନଙ୍କୁ ମୁଁ ଦେଖେଇଦେବି, ଆଗକୁ ଦେଖେଇଦେବି, ଲାଇଭ୍ ପୁରା ଦେଖେଇଦେବି। ଯଦି ଆପଣମାନେ ଭାବୁଛନ୍ତି ମୁଁ ମିଛ କଥା କହୁଛି ତାହେଲେ ଆଗକୁ ଭିଡ଼ିଓ ଦେଖନ୍ତୁ, ଆପଣମାନେ ଜାଣିଯିବେ, ଆପଣମାନଙ୍କୁ ପୁରା ଲାଇଭ୍ ଦେଖେଇଦେବି। ଆଉ ଆପଣଙ୍କର ଏରିଆରେ ବି ପଚାରନ୍ତୁ, ପଚାରିକି ବୁଝନ୍ତୁ ଏବେ ବର୍ତ୍ତମାନ ସୁଭଦ୍ରା ଯୋଜନାର ଷ୍ଟାଟସ୍ କୌଣସି ସିଏସସି ବାଲା କିମ୍ବା ମୋ ସେବା କେନ୍ଦ୍ର ବାଲା ଚେକ୍ କରିପାରୁନାହାନ୍ତି। ଆଉ ଏ ଷ୍ଟାଟସ୍ ଆପଣମାନେ ନିଜେ କେମିତି ଚେକ୍ କରିବେ ପୁରା କମ୍ପ୍ଲିଟ୍ ଡିଟେଲ୍ସରେ ଭିଡ଼ିଓରେ କହିବି, ତ ଭିଡ଼ିଓକୁ ଜମା ସ୍କିପ୍ କରିବେ ନାହିଁ। ଚାଲନ୍ତୁ ମୁଁ ଆପଣମାନଙ୍କୁ ଲାଇଭ୍ ଦେଖେଇଦେବି ଆଉ ସେଇଠି ଆପଣମାନଙ୍କୁ କହିଦେବି ଆପଣମାନେ ନିଜ ଷ୍ଟାଟସ୍ ନିଜେ କେମିତି ଚେକ୍ କରିବେ। କାରଣ ଦେଖନ୍ତୁ ଏଇଠି ଆପଣମାନଙ୍କୁ ସୁଭଦ୍ରା ଯୋଜନାର କେୱାଇସି ଚେକ୍ କରିବା ହଟି ଯାଇଛି, କେମିତି ହଟି ଯାଇଛି ମୁଁ ଆପଣମାନଙ୍କୁ ପୁରା ଲାଇଭ୍ ଦେଖେଇଦେବି। ଆଉ ଆପଣମାନେ ଆପଣଙ୍କ ଷ୍ଟାଟସ୍ ନିଜେ କେମିତି ଚେକ୍ କରିବେ ଏଇଠି ଆପଣମାନେ ଜାଣିପାରିବେ। ତ ଭିଡ଼ିଓ ଦେଖନ୍ତୁ। ପ୍ରଥମେ ମୁଁ ସୁଭଦ୍ରା ପୋର୍ଟାଲରେ ମୁଁ ଲଗ୍ଇନ୍ କରିବି, ସୁଭଦ୍ରା ଯୋଜନା ସର୍ଚ୍ଚ କରିବି। ତାପରେ ଦେଖନ୍ତୁ ଏଇଟା ସୁଭଦ୍ରା ଯୋଜନାର ଅଫିସିଆଲ ୱେବସାଇଟ୍, ଏଇଟା ଆପଣମାନେ ଜାଣିଥିବେ। ଏଇଠି ଆପଣମାନେ ଟଚ୍ କରିବେ। ଦେଖନ୍ତୁ ଏଇଠି ଟଚ୍ କଲା ପରେ ଅଧିକାରୀ ଲଗ୍ଇନ୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ମୋର ସିଏସସି ଆଇଡି ଅଛି, ଯେହେତୁ ମୁଁ ସିଏସସିରେ ଲଗ୍ଇନ୍ କରିବି। ସିଏସସିରେ କ୍ଲିକ୍ କଲା ପରେ ଆଉ କିଛି ଭାଇମାନେ ପଚାରୁଛନ୍ତି କେଉଁ ପାସୱାର୍ଡ଼ ଦେବାକୁ ପଡ଼ିବ। ଭାଇ ଏଇଟା ଆପଣମାନଙ୍କର ଯଦି ସିଏସସି ଆଇଡି ଅଛି ତାହେଲେ ଆପଣମାନେ ଦେଇପାରିବେ। ଆପଣଙ୍କର ସିଏସସି ଆଇଡି ଆଉ ତା ପାସୱାର୍ଡ଼ ଦେଲେ ଏଠି ଆପଣମାନଙ୍କର ଲଗ୍ଇନ୍ ହେଇପାରିବେ। ତାପରେ ଫ୍ରେଣ୍ଡ ଦେଖନ୍ତୁ ଏଇଟା ଆସିଲା। ତାପରେ ଯେଉଁ ଲିଙ୍କ୍ ଗୋଟେ ଅଫିସିଆଲ ତ ନଥିଲା, ଗୋଟେ ଲିଙ୍କ୍ ଦିଆଯାଇଥିଲା ଆମ ସିଏସସି କେନ୍ଦ୍ର ବାଲାମାନଙ୍କୁ ଷ୍ଟାଟସ୍ ଚେକ୍ କରିବା ପାଇଁ ଗୋଟେ ଲିଙ୍କ୍ ଦିଆଯାଇଥିଲା। ସେ ଲିଙ୍କ୍ରେ କ୍ଲିକ୍ କଲା ପରେ କ'ଣ ହେଉଛି ଦେଖନ୍ତୁ। ମୁଁ ଯେମିତି ଲିଙ୍କ୍ରେ କ୍ଲିକ୍ କଲି ଆଗରୁ ଆସୁଥିଲା ଆପଣ ଆପ୍ଲିକେସନ୍ ନମ୍ବର ଦେବା ପାଇଁକି, କିନ୍ତୁ ଏବେ ଆସୁଛି ହେଲ୍ପଲାଇନ୍ ଲଗ୍ଇନ୍। ମେନ୍ ପ୍ରୋବ୍ଲେମ୍ ଏଇଠି ହେଉଛି, ଯେକୌଣସି ମେଲ୍ ଆଇଡି ଯେକୌଣସି ପାସୱାର୍ଡ଼ ଦେଲେ ବି ମେଲ୍ ଆଇଡି ଆଉ ବା ପାସୱାର୍ଡ଼ ଇନଭ୍ୟାଲିଡ୍ ଲାଗୁଛି। ଆଉ ସିଏସସି ଆଇଡିର ଦିଅନ୍ତୁ କିମ୍ବା ଆପଣଙ୍କର ସୁଭଦ୍ରା ପୋର୍ଟାଲର ଦିଅନ୍ତୁ, ଯେକୌଣସି ମେଲ୍ ଆଇଡି ବା ପାସୱାର୍ଡ଼ ଆପଣ ଦେବେ ଏଇଠି ଆପଣଙ୍କର ହେଉନି। ଯଦି କୌଣସି ଅପଡେଟ୍ ଆସିବ, ଏମିତି ଯଦି କିଛି ଅପଡେଟ୍ ଆସିବ ଯେ ସମସ୍ତେ ଚେକ୍ କରିପାରିବେ, ଏବେ ଆପଣମାନେ ଚାହିଁଲେ ଚେକ୍ କରିପାରିବେ। କିନ୍ତୁ ଆଗକୁ ଯଦି କୌଣସି ଆଉ ଇଜି ତରିକାରେ ଯଦି ଆସିବ ତାହେଲେ ନିଶ୍ଚୟ ମୁଁ ଆପଣମାନଙ୍କୁ ଚେକ୍ କରିଦେବି। ଆପଣମାନେ ଯଦି ପଠାଇଛନ୍ତି ତାହେଲେ ନିଶ୍ଚୟ ମୁଁ ଆପଣଙ୍କୁ ଚେକ୍ କରିକି ସେୟାର କରିଦେବି। ଯଦି ଆପଣମାନେ କେଉଁଠି ଚେକ୍ କରିଦେଇଛନ୍ତି କି ନିଜେ ଆପଣମାନେ ଚେକ୍ କରୁଛନ୍ତି, କେଉଁଠି ତ ଏବେ ହେଇପାରିବ ନାହିଁ। ଯଦି ଆପଣମାନେ ନିଜେ ଚେକ୍ କରୁଛନ୍ତି ତାହେଲେ ରିକ୍ୱେଷ୍ଟ କରୁଛି ଗୋଟେ ମେସେଜ କରିଦେବେ ଯେ ସାର୍ ଆମର ଚେକ୍ ହେଇଯାଇଛି କି ଭାଇ ଆମର ଚେକ୍ ହେଇଯାଇଛି। ଚାଲନ୍ତୁ ମୁଁ ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ ଏଇଠି ପୁରା ହଟି ଯାଇଛି, ପୁରା ମାନେ ଆଉ ଆପଣଙ୍କ ଷ୍ଟାଟସ୍ ଏବେ ଚେକ୍ କରି ହେଉନି। କୌଣସି ଜନସେବା କେନ୍ଦ୍ର ବାଲା କିମ୍ବା ମୋ ସେବା କେନ୍ଦ୍ର ବାଲା ଆଉ ଏବେ ଆପଣଙ୍କର ଷ୍ଟାଟସ୍ ଚେକ୍ କରିପାରିବେ ନାହିଁ। ଚାଲନ୍ତୁ ଏବେ ମୁଁ ଆପଣମାନଙ୍କୁ କହିବି ଆପଣମାନେ ନିଜେ କେମିତି ଆପଣଙ୍କ ଷ୍ଟାଟସ୍ ଚେକ୍ କରିବେ। ଦେଖନ୍ତୁ ଫ୍ରେଣ୍ଡ ସୁଭଦ୍ରା ଯୋଜନାର ଯଦି ଆପଣମାନେ ଷ୍ଟାଟସ୍ ଚେକ୍ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ସୁଭଦ୍ରା ଯୋଜନାର ହେଲ୍ପଲାଇନ୍ ନମ୍ବରରେ କଲ୍ କରିବାକୁ ପଡ଼ିବ ବା ଟୋଲ୍ ଫ୍ରି ନମ୍ବରରେ କଲ୍ କରିବାକୁ ପଡ଼ିବ, ଯେଉଁଟାକି 1400-14678। এই ନମ୍ବରରେ ଆପଣମାନେ କଲ୍ କରିବେ। ଆପଣମାନେ କଲ୍ କଲେ ଆପଣମାନଙ୍କର ଆପ୍ଲିକେସନ୍ ନମ୍ବର ଦେଲେ ସେ ଆପଣମାନଙ୍କର ଷ୍ଟାଟସ୍ ଚେକ୍ କରିକି ଆପଣମାନଙ୍କୁ କହିଦେବେ। କିନ୍ତୁ ଏଥିରେ ଆହୁରି ଅଧିକ ପ୍ରୋବ୍ଲେମ୍ ହେବ, ପ୍ରୋବ୍ଲେମ୍ ସଲ୍ଭ ହେବା ତ ଦୂର କଥା ଆହୁରି ଅଧିକ ପ୍ରୋବ୍ଲେମ୍ ହେବ। କାହିଁକିନା ଆପଣ ଯଦି ସୁଭଦ୍ରା ହେଲ୍ପଲାଇନ୍ ନମ୍ବରରେ ଆପଣମାନେ ଯଦି କଲ୍ କରିବେ ତାହେଲେ ଆପଣଙ୍କୁ ମିନିମମ୍ 10 ମିନିଟ୍, 15 ମିନିଟ୍, ଅଧଘଣ୍ଟା, 45 ମିନିଟ୍ ଆପଣଙ୍କୁ ୱେଟ୍ କରିବାକୁ ପଡ଼ିବ, ଆପଣଙ୍କୁ ହୋଲ୍ଡ କରିବାକୁ ପଡ଼ିବ। ଏହା ନୁହେଁ ଯେ ଆପଣ ଯେମିତି କଲ୍ କରିଦେବେ ଆପଣଙ୍କୁ କଲ୍ ରିସିଭ୍ ହେଇଯିବ, ଆପଣମାନେ ଆପଣଙ୍କୁ ଡିଟେଲ୍ ଦେଇଦେବେ, ସେମାନେ ଚେକ୍ କରିଦେବେ। ସେମିତି ହେବ ନା, ଆପଣଙ୍କୁ ବହୁତ ଟାଇମ୍ ଏଇଠି ଲାଗିବ। ଆପଣଙ୍କୁ କଲ୍ ମାନେ ଆଟେଣ୍ଡ କରିବା ପାଇଁ ସେମାନଙ୍କୁ ବହୁତ ଟାଇମ୍ ଲାଗିବ। ଆପଣମାନେ ବହୁତ ଆହୁରି ଅଧିକ ହଇରାଣ ହେବେ। ଯେତିକି ତ ସୁଭଦ୍ରା ଯୋଜନା ଆରମ୍ଭରୁ ଯାଇକି ଯେତିକି ଲୋକମାନେ ହଇରାଣ ହେଉଛନ୍ତି, ଯେତିକି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏବେ ଆହୁରି ଅଧିକ ଅସୁବିଧା। ତ ଫ୍ରେଣ୍ଡ ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କର ସୁଭଦ୍ରା ଯୋଜନାର ଷ୍ଟାଟସ୍ ଚେକ୍ କରିବା ପାଇଁ ତାହେଲେ ବର୍ତ୍ତମାନ ଆପଣ ସୁଭଦ୍ରା ହେଲ୍ପଲାଇନ୍ ନମ୍ବରରେ କଲ୍ କରିକି ଆପଣମାନଙ୍କର ଷ୍ଟାଟସ୍ ଚେକ୍ କରନ୍ତୁ। ଯଦି କୌଣସି ଷ୍ଟାଟସ୍ ଚେକ୍ କରିବା ପାଇଁ ଅପସନ୍ ଆସିଗଲା ତାହେଲେ ଆପଣମାନେ ଯଦି ପଠାଇଛନ୍ତି ଆପଣଙ୍କର ଆପ୍ଲିକେସନ୍ ନମ୍ବର ତାହେଲେ ସାଙ୍ଗେ ସାଙ୍ଗେ ମୁଁ ଆପଣମାନଙ୍କ ଷ୍ଟାଟସ୍ ଚେକ୍ କରିକି ଆପଣମାନଙ୍କୁ ସେୟାର କରିଦେବି।
स्टाटस चेक करवा ऑप्शन तो हटि जाए तो आपण केमती चेक करदेवी तो जदि आपण चेक करने चाहते ताले आपण माने टिके टाइम बाहर करी आपन टाइम बाहर करी आपण सुभद्रा हेल्पलाइन नंबर रे आपण माने फोन करके आपण माने स्टाटस चेक करंतु जदि कोनसे अपडेट आसिले मो पुणी थोड़ा जेमती कहली निश्चय आपण मानकर रिप्लाई पळे आसीबो आपण मानू एंड एटा गोटे छोट अपडेट थिला आपण मानक पई आपण माने जो मेसेज करछंती मेल करछंती सर कि भाई आपण माने मोर चेक कर दियंतु किंतु होउनी मु कोन करबी कौन भी एबे आमे माने आपण स्टाटस चेक करि पारिबो नै वर्तमान अपडेट को नै तो फ्रेंड एटा गोटे मो छोट अपडेट थिला तो आशा करछि वीडियो थिला इन्फॉर्मेशन आपन टिके हेल्पफुल लागिथिबो आ आज पई वीडियो एति कि पुणी देखाबा आ एक नुवा वीडियो रे आ एक नुवा टॉपिक नै जय हिंद।